ନିଦାଘର ନିରାଟ ଝାଞ୍ଜିରେ ଲଙ୍ଗଳ ମୂଳରେ ଧରଣୀର ବକ୍ଷକୁ ଚିରି ଚାଷୀଟି ଅପେକ୍ଷା କରିଥାଏ ନୂଆ ମେଘକୁ। ଆକାଶରେ ଘନଶ୍ୟାମ ମେଘଗୁଡ଼ିକ ସ୍ତୂପୀକୃତ ହୋଇ ଗିରିରାଜିର ମସ୍ତକରୁ ଝରି ପଡ଼ନ୍ତି ପଲ୍ଲୀଭୂମିରେ। ବନ୍ୟ ଜ୍ୟୋତି ଏବଂ ସିକ୍ତ ପଲ୍ଲୀଭୂମିର ସୁଗନ୍ଧରେ ଆରମ୍ଭ ହୁଏ ରଜ ପର୍ବ। ହ୍ୟାଲୋ ଏଭ୍ରିୱାନ୍, ନମସ୍କାର। ମୁଁ ଆପଣଙ୍କର ଆଶିଷ ସାର୍ ଏକାଡେମିକ୍ ହାଇଟ୍ ପବ୍ଲିକ୍ ସ୍କୁଲ ପରିବାର ତରଫରୁ ଆପଣ ସମସ୍ତଙ୍କୁ ରଜ ପର୍ବର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ହ୍ୟାପି ରଜ ଟୁ ୟୁ ଅଲ୍। ଏହି ରଜ ପର୍ବଟି ଦୀର୍ଘ 4 ଦିନ ଧରି ପାଳନ କରାଯାଏ। ପହିଲି ରଜ, ରଜ ସଂକ୍ରାନ୍ତି, ଭୂମି ଦହନ ଏବଂ ବସୁମତୀ ସ୍ନାନ। ଏହି ରଜରେ ଧରଣୀକୁ କୌଣସି ଆଘାତ ଦିଆଯାଏ ନାହିଁ ଏବଂ ଚାଷ କାର୍ଯ୍ୟ କରାଯାଏ ନାହିଁ। ଏହି ରଜ ପର୍ବର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜନ୍ମଦାତ୍ରୀ ଶକ୍ତିକୁ ସମ୍ମାନ ପ୍ରଦର୍ଶନ କରିବା। ଆଶା କରୁଛି ଏହି ରଜ ପର୍ବଟି ଆପଣମାନେ ସମସ୍ତେ ଅତି ଖୁସି ଏବଂ ଆନନ୍ଦର ସହିତ ଉପଭୋଗ କରିବେ। ଆପଣ ସମସ୍ତଙ୍କୁ ପୁଣି ଥରେ ରଜର ଅଭିନନ୍ଦନ। ହ୍ୟାପି ରଜ, ନମସ୍କାର।